ବିନା କଟନୀ ଝଟନୀରେ ଷଡ଼ଙ୍ଗୀ କୃଷି ସମବାୟ ସମିତିରେ ଚାଷୀ ବିକିଲେ ଧାନ। ଢେଙ୍କାନାଳ ଜିଲ୍ଲା ଗଅଁଦିଆ ବ୍ଲକ ଅନ୍ତର୍ଗତ ଷଡ଼ଙ୍ଗୀ କୃଷି ସମବାୟ ସମିତିରେ ନିଜର ନାମ ପଞ୍ଜୀକୃତ କରିଥିବା ଚାଷୀମାନେ ସେମାନଙ୍କର ଅମଳ ଧାନକୁ ଆଜି ଉକ୍ତ ମଣ୍ଡିରେ ବିନା କଟନୀ ଝଟନୀରେ ବିକ୍ରୟ କରିଛନ୍ତି, ଯାହାକୁ ନେଇ ଚାଷୀଙ୍କ ମନରେ ଖୁସି ପ୍ରକାଶ ପାଇଛି। ଉକ୍ତ ସମବାୟ ସମିତିରେ ଚଳିତ ମାସ 20 ତାରିଖରେ ପ୍ରଥମ ମଣ୍ଡି ହେବାର ଥିଲା, କିନ୍ତୁ FQ ମାନର ଧାନ ଓ କଟନୀ ଝଟନୀକୁ ସେଠାକାର ଚାଷୀମାନେ ପ୍ରବଳ ମାତ୍ରାରେ ବିରୋଧ କରିବା ଯୋଗୁଁ ଉକ୍ତ ମଣ୍ଡି ବନ୍ଦ ଥିଲା। ଏହାପରେ ପ୍ରଶାସନ ଓ ଚାଷୀଙ୍କର ମିଳିତ ବୈଠକ ପରେ ବିନା କଟନୀ ଝଟନୀରେ ଚାଷୀ ଧାନ ବିକ୍ରୟ ପାଇଁ ନିଷ୍ପତ୍ତି ପରେ ଆଜି ଉକ୍ତ ମଣ୍ଡିରେ 25 ଜଣ ଚାଷୀ ସମୁଦାୟ 724 କ୍ୱିଣ୍ଟାଲ ଧାନ ବିକ୍ରୟ କରିଛନ୍ତି। ଏହା ଗଅଁଦିଆ ବ୍ଲକର ପ୍ରଥମ ଧାନ ମଣ୍ଡି, ଯେଉଁଠି ବିନା କଟନୀ ଝଟନୀରେ ଚାଷୀଙ୍କଠାରୁ ଧାନ କ୍ରୟ କରାଯାଇଛି। ଏହା ପୂର୍ବରୁ ଉକ୍ତ ବ୍ଲକରେ ଯେତେ ଧାନ ମଣ୍ଡି ହୋଇଛି, ସବୁ ମଣ୍ଡିରେ କ୍ୱିଣ୍ଟାଲ ପିଛା 6 କେଜି ଧାନ କଟାଯାଉଥିଲା ବୋଲି ଜନସାଧାରଣଙ୍କଠାରୁ ପ୍ରକାଶ। ଢେଙ୍କାନାଳରୁ ସୌମ୍ୟରଞ୍ଜନ ମହାନ୍ତିଙ୍କ ରିପୋର୍ଟ, ନାଗରାଜ ନ୍ୟୁଜ।